ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୁଲିସର ବଡ଼ ସଫଳତା। 16 ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚାଲାଣ କରୁଥିବା ଏକ ର୍ୟାକେଟକୁ ପୁଲିସ ଠାବ କରିଛି। ଗଞ୍ଜେଇ ଭର୍ତ୍ତି ବୋଲେରୋ ସହ ଏସ୍କର୍ଟ କରୁଥିବା ଦାମୀ କାର୍ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ 6 ଜଣଙ୍କୁ ପୁଲିସ ଗିରଫ କରିଛି। ଚଢ଼ଉ ସମୟରେ ଡାକ୍ତର ଷ୍ଟିକର ଲଗାଯାଇଥିବା ଏକ ଦାମୀ କାର୍ ଓ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ଗାଡ଼ିକୁ ପୁଲିସ ଅଟକ ରଖିଥିଲା। ବୋଲେରୋରୁ ପ୍ରାୟ 32 କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3.5 ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିପିନ ମଲ୍ଲିକ, ଦୀପକ ମଲ୍ଲିକ, ପରୀକ୍ଷିତ ମଲ୍ଲିକ, ସଦାନନ୍ଦ ମଲ୍ଲିକ, ସଞ୍ଜୀବ କୁମାର ମଲ୍ଲିକ ଓ ଜୟରାମ ପ୍ରଧାନ। ପୁଲିସ ଏବେ ସମଗ୍ର ର୍ୟାକେଟର ଲିଙ୍କ ଖୋଜିବା ସହ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି। ଗଞ୍ଜେଇ ଚାଲାଣ ରୋକିବାରେ ଟାଙ୍ଗୀ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଉଛି। ଟାଙ୍ଗୀରୁ ଦେବେଶ ପରିଡ଼ାଙ୍କ ରିପୋର୍ଟ, ଉତ୍କଳ ମେଲ୍ ଟିଭି।